AM Music। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ। ପ୍ରଭୁ ଆଜି ମୋତେ ଅଲ୍ ଇନ୍ ମ୍ୟୁଜିକ୍ ମାଧ୍ୟମରେ ପୁନର୍ବାର ଆପଣମାନଙ୍କ ଗହଣରେ ପ୍ରଭୁଙ୍କ ବାକ୍ୟ ପରିବେଷଣ କରିବା ନିମନ୍ତେ ସୁଯୋଗ ଦେଇଛନ୍ତି, ସେଥିପାଇଁ ଧନ୍ୟବାଦ। ମୋର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଆସନ୍ତା ବଡ଼ଦିନର ନମସ୍କାର ଏବଂ ଅଭିନନ୍ଦନ, ଶୁଭେଚ୍ଛା। ଆଜି ଯେଉଁ ବାକ୍ୟମାନେ ପାଠ କରିବା ତାହା ଆପଣମାନେ ପାଇବେ ଯିଶାୟ 7 ପର୍ବ 14 ପର୍ବ। ଯୀଶୁଙ୍କର ଜନ୍ମ। ଯିଶାୟ 7:14ରେ ଲେଖାଯାଏ, ଏହେତୁ ପ୍ରଭୁ ଆପେ ତୁମମାନଙ୍କୁ ଏକ ଚିହ୍ନ ଦେବେ, ଦେଖ ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବେ ଓ ତାହାଙ୍କର ନାମ ଇମାନୁଏଲ ରଖିବ। ପ୍ରଭୁ ମହାନ ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ ପରମେଶ୍ୱର ସଦାପ୍ରଭୁ ଆମମାନଙ୍କର ଜୀବିତ ରାଜା। ସେ ଆମମାନଙ୍କ ନିମନ୍ତେ ଏ ଜଗତକୁ ଆସିଲେ, ମନୁଷ୍ୟ ପୁତ୍ର ହିସାବରେ ଜଗତରେ ଜନ୍ମଗ୍ରହଣ କଲେ। ଯିଶାୟ ଭାବବାଦୀଙ୍କ ଦ୍ୱାରା ପରମେଶ୍ୱର ଯୀଶୁଙ୍କର ଆଗମନର 700 ବର୍ଷ ପୂର୍ବେ ଏହା ଭବିଷ୍ୟତବାଣୀ ଯିଶାୟ କରିଥିଲେ। ମନୁଷ୍ୟମାନେ ଆମମାନଙ୍କର ଜୀବନର ଏକ ସୀମା ଥାଏ, କିନ୍ତୁ ଏ ଯେ ରାଜା ଆସୁଅଛନ୍ତି ଏହାଙ୍କର କୌଣସି ସୀମା ନାହିଁ, ଏ ଅସୀମ। ସମୁଦ୍ରର ହୁଏତ ଯେ ପ୍ରକାର କୁହାଯାଏ ସମୁଦ୍ରର କୌଣସି ସୀମା ନାହିଁ, କିନ୍ତୁ ସମୁଦ୍ରର ମଧ୍ୟ ସୀମା ଅଛି। କିନ୍ତୁ ଆମମାନଙ୍କର ଯେଉଁ ଜୀବିତ ରାଜା ଏ ଜଗତକୁ ଆସିଛନ୍ତି ତାଙ୍କର କୌଣସି ସୀମା ନାହିଁ। ସେ ଆଦ୍ୟରୁ ଅନ୍ତ ପର୍ଯ୍ୟନ୍ତ ଆମମାନଙ୍କ ସହିତ ଅଛନ୍ତି। ଆଉ ଗତ ଦିନମାନଙ୍କରେ ଆମମାନଙ୍କ ସହିତ ଥିଲେ, ଆସନ୍ତା ଦିନମାନଙ୍କରେ ମଧ୍ୟ ଆମମାନଙ୍କ ସହିତ ଅଛନ୍ତି, ବର୍ତ୍ତମାନ ମଧ୍ୟ ଆମମାନଙ୍କ ସହିତ ସେ ଅଛନ୍ତି। ପ୍ରଭୁ ମହାନ ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ ପରମେଶ୍ୱର ତାହାଙ୍କର ଲୋକମାନଙ୍କ ଦ୍ୱାରା, ତାହାଙ୍କର ଭକ୍ତମାନଙ୍କ ଦ୍ୱାରା ସେ ଆମମାନଙ୍କୁ ଗତ 700 ବର୍ଷ ପୂର୍ବେ ମଧ୍ୟ ଏହା ପ୍ରକାଶ କରିଅଛନ୍ତି। ଆମେ ଯଦି ଦେଖିବା ମାତ୍ୟୁ ତାର 1 ପର୍ବ 23 ପଦରେ ଲେଖାଯାଏ, ଦେଖ ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ ଓ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମ୍ଭ ସହିତ ଈଶ୍ୱର। ଆମ୍ଭମାନଙ୍କ ସହିତ ଈଶ୍ୱର ସେ କି ପ୍ରକାର ହେବେ, କି ପ୍ରକାର ଲୋକମାନେ ତାହାଙ୍କର ପରିଚୟ ପାଇଲେ, କି ପ୍ରକାର ଲୋକମାନେ ତାହାଙ୍କର ସେହି ଆଗମନକୁ ଅନୁଭବ କଲେ, ତାହା ମାନେ ଦେଖିବା। ପ୍ରଭୁ ଆପେ ଏକ ଚିହ୍ନ ଦେବେ। ସଦାପ୍ରଭୁ ଆପେ ଏକ ଚିହ୍ନ ଦେବେ, ଯେଉଁ ଚିହ୍ନ ଦ୍ୱାରା ଆମେ ତାହାଙ୍କର ପରିଚୟ ପାଇବା। ସେ ଚିହ୍ନଟି କ'ଣ? ଏକ ବଡ଼ ତାରକା। ଯେଉଁ ତାରା ଆମମାନଙ୍କୁ ଜଣେଇଲା ଯେ ଆମମାନଙ୍କର ଈଶ୍ୱର ଜନ୍ମି ଅଛନ୍ତି। ଶିଶୁ ଯୀଶୁ ରୂପରେ ସେ ଏହି ଧରାରେ ଆସିଅଛନ୍ତି। କାହାକୁ ଆଗ ସମ୍ବାଦ ଦେଲେ? ମେଷପାଳକମାନଙ୍କୁ, ଯେଉଁମାନଙ୍କର କୌଣସି ସ୍ଥିତି ନାହିଁ, ଯେଉଁମାନଙ୍କର କୌଣସି ଗତି ନାହିଁ ଦୁନିଆରେ, ଯେଉଁମାନଙ୍କୁ କେହି ପଚାରନ୍ତି ନାହିଁ, ତାହାଙ୍କର ଚାକର ରୂପରେ ଗ୍ରହଣ କରନ୍ତି, ସେଇ ଲୋକମାନଙ୍କ ପାଖରେ ଆଗେ ଦୂତ କ'ଣ କଲେ? ପ୍ରକାଶ କଲେ। ମହାନ ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ ପରମେଶ୍ୱର ସେ ହୁଏତ ହେରୋଦ ରାଜାଙ୍କୁ ଜଣେଇ ପାରିଥାନ୍ତେ, ସେ ହୁଏତ ପଣ୍ଡିତମାନଙ୍କୁ ଆଗ ଜଣେଇ ପାରିଥାନ୍ତେ, କିନ୍ତୁ ମେଷପାଳକମାନଙ୍କୁ ଆଗ ସେ ଜଣାଇଲେ। ଜଣେ ରାଜା ଜନ୍ମଗ୍ରହଣ କରିଅଛନ୍ତି, ଆଉ ସେ ଆମମାନଙ୍କର ତ୍ରାଣକର୍ତ୍ତା। ପ୍ରଭୁ ମହାନ ପରମେଶ୍ୱର ଯିଏକି ଆମମାନଙ୍କ ଜୀବନକୁ ଆସିଲେ, ଆମମାନଙ୍କର ଜୀବନର ଗତି ପଥକୁ ନିୟନ୍ତ୍ରଣ କଲେ, ଆମମାନଙ୍କର ଗତିପଥକୁ ପରିବର୍ତ୍ତନ କରିବା ନିମନ୍ତେ, ଆମମାନଙ୍କୁ ତାହାଙ୍କର ନିକଟବର୍ତ୍ତୀ କରିବା ନିମନ୍ତେ ଏ ଜଗତକୁ ଆସିଲେ। ସେହି ଚିହ୍ନ ଏକ ବିରାଟ ଉଜ୍ଜଳ ତାରା,
ଯେତେବେଳେ ମେଷପାଳକମାନେ ତାଙ୍କର ମେଷକୁ ସମ୍ଭାଳୁଥିଲେ, ଜଗି ରହିଥିଲେ, ସେଇ ସମୟରେ ଆଉ ଗାବ୍ରିଏଲ ଦୂତ ଆସି ତାହାଙ୍କୁ ପ୍ରକାଶ କରୁଅଛନ୍ତି ଯେ ଜଣେ ରାଜା ଜନ୍ମ, ଏକ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଲୋକେ ତାହାଙ୍କର ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। ପରମେଶ୍ୱର ତାହାଙ୍କର ପ୍ରତିରୂପରେ କ'ଣ କଲେ? ପୁତ୍ରଙ୍କୁ ଏହି ଜଗତକୁ ପଠାଇଲେ। ସେ ନିଜେ ପୁତ୍ର ହୋଇ ଜଗତକୁ ଆସିଲେ। କ'ଣ ପାଇଁ ଆସିଲେ? ଆମମାନଙ୍କର ନିମନ୍ତେ, ଆମମାନଙ୍କର ସୁରକ୍ଷା ନିମନ୍ତେ। ଆମମାନେ ଯେମିତି ପାପରୁ ମୁକ୍ତ ହେବା, ତାହାଙ୍କର ଗୌରବର ଅଧୀନରେ ଆମମାନେ ବଞ୍ଚିବା, ତାଙ୍କର ଗୌରବର କାରଣ ହେବା, ସେଥିପାଇଁ ଏ ଜଗତକୁ ଆସିଲେ, ଶିଶୁ ରୂପରେ ଆସିଲେ। ଆଜି ଆମମାନେ ବଡ଼ଦିନ ପାଳନ କରିବାକୁ ଯାଉଛୁ, ବଡ଼ଦିନର ଆନନ୍ଦକୁ ଅନୁଭବ କରିବାକୁ ଯାଉଛୁ। ଘରେ ଘରେ ସାଜସଜ୍ଜା, ପିଠାପଣା, କେକ୍, କେତେ ପ୍ରକାର ଆସବାବପତ୍ର, ନୂଆ ନୂଆ ଘର ରଙ୍ଗ କରିବା, ଏସବୁ ଦ୍ୱାରା ଆମେ ତାହାଙ୍କର ଜନ୍ମଦିନକୁ ପାଳନ କରିବାକୁ ଆଗେଇଛୁ। କିନ୍ତୁ ପ୍ରଭୁ ଚାହାନ୍ତି ତାହାଙ୍କର ନିକଟବର୍ତ୍ତୀ ହେବା ପାଇଁ। ସେ ଯେମିତି ଆମମାନଙ୍କ ନିମନ୍ତେ ଏ ଜଗତକୁ ଆସିଲେ, ସେ ନିର୍ଦ୍ଦୋଷ ହେଲେ ମଧ୍ୟ ସେ ତାଙ୍କର ରକ୍ତ ଦ୍ୱାରା ଆମମାନଙ୍କୁ କ'ଣ କଲେ? ପରିତ୍ରାଣ ପ୍ରଦାନ କଲେ। ତାହାଙ୍କର ଆନନ୍ଦ ଆମମାନଙ୍କ ଜୀବନରେ ପ୍ରଦାନ କଲେ। ଯେ ପ୍ରକାର ଜିସାୟ 9 ପର୍ବ 6 ପର୍ବ 7 ପଦରେ ଲେଖାଯାଏ, ତାହାଙ୍କର କାର୍ଯ୍ୟ ଦ୍ୱାରା ସେ ଆମକୁ ଶାନ୍ତି ପ୍ରଦାନ କରିବାକୁ ଚାହାନ୍ତି। ତାହାଙ୍କର କାର୍ଯ୍ୟ ଦ୍ୱାରା ସେ ଆମମାନଙ୍କୁ କ'ଣ କରନ୍ତି? ଶାନ୍ତି ପ୍ରଦାନ କରିବାକୁ ଚାହାନ୍ତି। ଆମମାନଙ୍କ ଜୀବନ ଏତେ ବ୍ୟତିବ୍ୟସ୍ତ ଜୀବନ, ଯାହାଦ୍ୱାରା କି ଆମମାନଙ୍କର ଜୀବନରେ ଶାନ୍ତିର ଅଭାବ। ପାରିବାରିକ ଜୀବନ ହଉ, ଜାଗତିକ ଜୀବନ ହଉ, କାର୍ଯ୍ୟକ୍ଷେତ୍ରରେ ହଉ, ଯେକୌଣସି ଜାଗାରେ ହଉ, ଶାନ୍ତିର ଅଭାବ। ସେଇ ଶାନ୍ତି ଆମମାନଙ୍କୁ ସେ ପ୍ରଦାନ କରିବାକୁ ଚାହାନ୍ତି। ତାହାଙ୍କର କର୍ତ୍ତୃତ୍ୱ ଦ୍ୱାରା ସେ ଜଣେ ବଳିଷ୍ଠ ଯୋଦ୍ଧା। ତାହାଙ୍କର କାର୍ଯ୍ୟ ଦ୍ୱାରା ସେ ଜଣେ ବଳିଷ୍ଠ ଯୋଦ୍ଧା। ଯେ ପ୍ରକାର ମଲ୍ଲ ଯୁଦ୍ଧ ହେଲେ, ଯୁଦ୍ଧ ଯେତେବେଳେ ହୁଏ, ଦୁଇ ମଲ୍ଲଙ୍କ ଭିତରେ ଯେପରି ଯୁଦ୍ଧ ଆରମ୍ଭ ହୁଏ, ଆଉ ସେ କ'ଣ କରେ? ଜିତିବାକୁ ଚାହିଁଥାଏ। କିନ୍ତୁ ଆମମାନଙ୍କର ପରମେଶ୍ୱର ଆମମାନଙ୍କ ନିମନ୍ତେ ଯୋଦ୍ଧା ସ୍ୱରୂପ ହୋଇ ଆମମାନଙ୍କୁ ସେ ଆଉ କ'ଣ କରୁଛନ୍ତି? ଆବୋରି ଧରୁଛନ୍ତି। ଆମମାନଙ୍କ ନିମନ୍ତେ ସେ ଶୈତାନ ସହିତ କ'ଣ କରୁଛନ୍ତି? ଲଢ଼ୁଛନ୍ତି। ଆମମାନଙ୍କୁ ସେ ସବୁ ଅବସ୍ଥାରେ ସୁରକ୍ଷା ପ୍ରଦାନ କରୁଛନ୍ତି। ସେ ଆମମାନଙ୍କ ନିମନ୍ତେ ଏକ ବଳିଷ୍ଠ ଯୋଦ୍ଧା। ତାହାଙ୍କର ସମସ୍ତ ପରାକ୍ରମ ଦ୍ୱାରା ସେ ଆମକୁ ନିଜର କରିଅଛନ୍ତି। ତାହାଙ୍କର ପରାକ୍ରମ, ତାହାଙ୍କର ଯେଉଁ ମହାନତା ଦ୍ୱାରା ସେ ଆମମାନଙ୍କୁ କ'ଣ କରନ୍ତି? ନିଜର କରନ୍ତି। ସେ ହେଲେ ମହାନ ମନ୍ତ୍ରୀ। ପରମେଶ୍ୱରଙ୍କର ସେ ହେଲେ ମହାନ ମନ୍ତ୍ରୀ। ଯେ ପ୍ରକାର ଆମମାନଙ୍କର ଦେଶକୁ ଶାସନ କରିବା ସମୟରେ ଆଉ ପ୍ରଧାନମନ୍ତ୍ରୀ ଅଛନ୍ତି, ରାଷ୍ଟ୍ରପତି ଅଛନ୍ତି, ରାଷ୍ଟ୍ରପତିଙ୍କ ତଳେ ପ୍ରଧାନମନ୍ତ୍ରୀ ଅଛନ୍ତି। ପ୍ରଧାନମନ୍ତ୍ରୀ କ'ଣ କରନ୍ତି? ସେ ରାଷ୍ଟ୍ରପତିଙ୍କୁ ସମସ୍ତ ବିଷୟ ଜଣାନ୍ତି। ସେଇ ପ୍ରକାର ଆମମାନଙ୍କ ନିମନ୍ତେ ସେ ମନ୍ତ୍ରୀ ହୋଇ ଆଉ ପରମେଶ୍ୱରଙ୍କର ମନୁଷ୍ୟ ଆଉ ପରମେଶ୍ୱରଙ୍କ ମଧ୍ୟରେ ସେ ମଧ୍ୟସ୍ଥ ହୋଇ କାର୍ଯ୍ୟ କରନ୍ତି। ସମସ୍ତ ବିଷୟକୁ, ସମସ୍ତ ନିବେଦନକୁ ସେ କ'ଣ କରନ୍ତି? ପରମେଶ୍ୱରଙ୍କ ନିକଟରେ ନିବେଦନ କରନ୍ତି ଆମମାନଙ୍କ ନିମନ୍ତେ, କାରଣ ସେ ଆମମାନଙ୍କୁ ପ୍ରେମ କରନ୍ତି। ସେ ଆଦି ଓ ଅନ୍ତ, ସେ ଆରମ୍ଭ ଆଉ ସେ ଶେଷ। ତାହାଙ୍କର ପରାକ୍ରମ ଅତି ଭୟଙ୍କର। ଆମମାନେ ଯେତେବେଳେ ଚିନ୍ତା କରିବା, ଆମମାନେ ଯେତେବେଳେ ବାଇବେଲକୁ ଯଦି ଅତି ମନ ଦେଇ ଅଧ୍ୟୟନ କରିବା, ତାହେଲେ ତାହାଙ୍କର ପରାକ୍ରମ ଯେ ଅତି ଭୟଙ୍କର। ସେ ଆମମାନଙ୍କୁ ପ୍ରେମ କରିପାରନ୍ତି, ସେ ଆମମାନଙ୍କୁ ଦଣ୍ଡ ମଧ୍ୟ ଦେଇପାରନ୍ତି, ସେ ଆମମାନଙ୍କୁ ଶାସନ ମଧ୍ୟ କରିପାରନ୍ତି, ସେ ଆମମାନଙ୍କୁ ଅନୁଗ୍ରହରେ ପୂର୍ଣ୍ଣ ମଧ୍ୟ କରନ୍ତି। ତାହାଙ୍କର ଦୟା, ତାହାଙ୍କର ଯେଉଁ ଆଶୀର୍ବାଦ ଆମମାନଙ୍କ ପାଇଁ ଅଶେଷ।
କାରଣ ସେ ଆମମାନଙ୍କୁ ଜୀବିତମାନଙ୍କ ମଧ୍ୟରେ ସ୍ଥାନ ଦେଇଛନ୍ତି। ଆମେ ତାହାଙ୍କଠାରେ କ'ଣ ହେବା? ଶରଣାଗତ ହେବା, ତାହାଙ୍କର ନିକଟବର୍ତ୍ତୀ ହେବା, ଯାହାଦ୍ୱାରା କି ସେ ଆମମାନଙ୍କୁ କ'ଣ କରିବେ? ଆମମାନଙ୍କୁ ତାହାଙ୍କର ଆନନ୍ଦ ପ୍ରକାଶ କରିବେ। ସେ ଆମମାନଙ୍କର ତାଙ୍କର ଯେଉଁ ଶାନ୍ତି, ସେ ଶାନ୍ତି ଆମମାନଙ୍କ ଜୀବନରେ ପ୍ରଦାନ କରିବେ। ସେ ଯେପରି ଅନ୍ୟମାନଙ୍କର ଦୁଃଖରେ ଦୁଃଖୀ ହେଉଥିଲେ, ରୋଗୀଙ୍କୁ ସୁସ୍ଥତା ଦେଉଥିଲେ, ଯେ ପ୍ରକାର ଆମମାନଙ୍କ ନିମନ୍ତେ ସେ ବଳି ସ୍ୱରୂପ ହେଲେ, ଆମେ ତ କାହା ପାଇଁ ବଳି ସ୍ୱରୂପ ହେଇପାରିବାନି, କାରଣ ମାନେ ମନୁଷ୍ୟ, ଦୁର୍ବଳ ମନୁଷ୍ୟ। କିନ୍ତୁ ଆମେ ଅନ୍ୟର ଉପକାର କାରଣ ହେବା, ଅନ୍ୟମାନଙ୍କର ଦୁଃଖର କାରଣ ନ ହୋଇ ଅନ୍ୟମାନଙ୍କୁ ଭରସା ଯୁକ୍ତ ଜୀବନ କାଟିବା ତାହାଙ୍କ ନିମନ୍ତେ। ତାହେଲେ ଯାଇ ଆମମାନଙ୍କୁ ସେ ଆନନ୍ଦ ପ୍ରଦାନ କରିବେ। ସେ ଜନ୍ମଦିନର, ସେ ବଡ଼ଦିନର ଆନନ୍ଦ ଆମମାନଙ୍କ ଜୀବନରେ ପ୍ରକାଶିତ ହେବ। ତାହାଙ୍କର ଜନ୍ମ ଯେ ଏକ ଆଶ୍ଚର୍ଯ୍ୟ, ସଦାପ୍ରଭୁଙ୍କର ଇଚ୍ଛା ମତେ ଏ ଜଗତକୁ ସେ ଆସିଲେ। ଜଗତରେ ଏତେ ପାପରେ ପରିପୂର୍ଣ୍ଣ ହେଲା ଯେ ସେ କ'ଣ କଲେ? ତାଙ୍କର ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ଯେ ପ୍ରକାର ଲେଖାଯାଏ ଯୋହନ 3:16, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ। ସେଇ ପ୍ରକାର ଆମେ ଯଦି ଆଜି ତାଙ୍କୁ ବିଶ୍ୱାସ କରୁଛୁ, ଆଜି ଯଦି ତାହାଙ୍କୁ ନିଜର କରିଛୁ, ତାହାଙ୍କର ସେଇ ଉପକାର କାରଣ ହେବାକୁ ଚାହୁଁ, ତାହାଙ୍କର ଗୌରବର କାରଣ ହେବାକୁ ଚାହୁଁ, ତାହେଲେ ଆମେ ନିଶ୍ଚୟ ଆମମାନଙ୍କର ଜୀବନରେ ଏକ ପରିବର୍ତ୍ତନ ଆସିବ। ଆମମାନଙ୍କ ମନରେ ଶାନ୍ତି ଆସିବ, ଆମମାନଙ୍କ ମନରେ ଆନନ୍ଦ ଆସିବ। ଯେଉଁ ଆନନ୍ଦ ସେ ଆମମାନଙ୍କୁ ଦେବାକୁ ଚାହାନ୍ତି, ଯେଉଁ ଆନନ୍ଦ ସେ ଆମମାନଙ୍କର ଜୀବନରେ ପ୍ରଦାନ କରିଅଛନ୍ତି, ଆଜି ଆମମାନଙ୍କ ଭିତରେ ଆନନ୍ଦର ଅଭାବ କାହିଁକି ନା ଆମମାନଙ୍କ ଭିତରେ ଜଗତର ବିଷୟ ସବୁ ପଶିକି ରହିଛି। ଆମମାନେ ଅନ୍ୟକୁ କ୍ଷମା ଦେଇପାରୁନୁ, ଅନ୍ୟକୁ ଆମମାନେ କୌଣସି ପ୍ରକାର ତାକୁ ମୋ ପ୍ରତି ଏ ପ୍ରକାର କଲା, ନିଶ୍ଚୟ ମୁଁ ତାର ପ୍ରତିବଦଳରେ ତାକୁ ପ୍ରତିଶୋଧ ନେବି। ଏଇ ମନୋଭାବ ଯେଉଁ ଆମମାନଙ୍କର, ଯାହାଦ୍ୱାରା କି ଆମମାନଙ୍କର ମନରେ ଶାନ୍ତିର ଭାବ ନାହିଁ, ପ୍ରତିଶୋଧର ଭାବ ଅଛି। ପର ଉପକାର କରିବା ବଦଳରେ ଆମେ ଅପକାର କରିଥାଉ। ଏଇ ପ୍ରକାର ଯେଉଁ ମନ ଆମମାନଙ୍କର, ସେ ମନ ଦ୍ୱାରା ଆମେ ଈଶ୍ୱରଙ୍କ ଠାରୁ ଦୂରେଇ ଯାଇଥାଉ। କିନ୍ତୁ ପ୍ରଭୁ ଆମମାନଙ୍କ ଠାରୁ କ'ଣ ଚାହାନ୍ତି? ତାହାଙ୍କର ଆନନ୍ଦ। ଯେ ପ୍ରକାର ଗୀତ ସଂହିତା 98 ପର୍ବରେ 4-9 98 ପର୍ବ 4 ପଦରୁ 9 ପଦ ଟିକେ ଦେଖିବା ଆମେ। ସମୁଦାୟ ପୃଥିବୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର, ଉଚ୍ଚ ଧ୍ୱନି କର ଓ ଆନନ୍ଦ ଗାନ କର ଓ ପ୍ରଶଂସା ଗାନ କର। ବୀଣା ଯନ୍ତ୍ରରେ, ବୀଣା ଓ ଏକତାନ ସ୍ୱରରେ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର। ତୁରୀ ଓ ଭେରୀ ନାଦରେ ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର। ପ୍ରଭୁ ମହାନ ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ ପରମେଶ୍ୱର, ଯେ କି ଆମମାନଙ୍କୁ କହୁଅଛନ୍ତି ସମୁଦାୟ ପୃଥିବୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର, ଜୟ ଧ୍ୱନି କର, ଆନନ୍ଦ ଗାନ କର ଓ ପ୍ରଶଂସା କର। ନେବଲ ଯନ୍ତ୍ର ଦ୍ୱାରା, ବୀଣା ଯନ୍ତ୍ର ଦ୍ୱାରା ତାହାଙ୍କର ଗୌରବ ପ୍ରଶଂସା କର। ଆଜି ଆମମାନଙ୍କ ପାଖରେ ସେଇ ଆନନ୍ଦ ଅଛି କି? ଆନନ୍ଦ ଯଦି ଅଛି, ତାହେଲେ ଆମେ ନିଶ୍ଚୟ ତାହାଙ୍କର ଜନ୍ମ ଦିବସକୁ ପାଳନ କରିବା ନିମନ୍ତେ ହୃଦୟର ସହିତ, ଆନନ୍ଦର ସହିତ ଆମମାନେ ଉଚ୍ଚ କରତାଳି ଦ୍ୱାରା, ଆନନ୍ଦ ଦ୍ୱାରା, ଆମମାନଙ୍କ ମୁଖର ଭାବ ଦ୍ୱାରା, ଆମମାନଙ୍କ ହୃଦୟ ଦ୍ୱାରା ତାହାଙ୍କୁ ପାଛୋଟି ଆଣିବା ଯେ ଯୀଶୁ ରାଜା ଆଜି ମୋ ପାଇଁ ଜନ୍ମଗ୍ରହଣ କରିଅଛନ୍ତି। ଯେତେବେଳେ ଯୀଶୁ ଜନ୍ମଗ୍ରହଣ କଲେ, ସେତେବେଳେ ହେରୋଦ ରାଜା ଆଉ ପାଗଳ ପରି ହେଲେ। କେଉଁଠି ସେ ଜନ୍ମଗ୍ରହଣ କରିଅଛନ୍ତି? ଆରେ ମୁଁ ରାଜା ଥାଉ ଥାଉ ଆଉ ଜଣେ ରାଜା କିଏ ଆସିଲେ? ଆଉ ସମସ୍ତ ସାନ ସାନ ଶିଶୁକୁ ସେ କ'ଣ କଲେ? ବଦ୍ଧ କରିବାକୁ ଲାଗିଲେ। କାରଣ ସେ ସହ୍ୟ କରିପାରିଲେନି। ଆରେ ମୁଁ ଜଣେ ରାଜା ଥାଉ ଥାଉ ଆଉ ଜଣେ ରାଜା ଆସିଗଲେ, ସେ ପୁଣି ତ୍ରାଣକର୍ତ୍ତା। ଆଜି ଆମମାନଙ୍କ ଭିତରେ ସେ ହେରୋଦ ପରି ମନ ନ ରହି ଆମମାନେ ଯେମିତି ସଦାପ୍ରଭୁଙ୍କ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କରିବା। ଯେଉଁ ପ୍ରଭୁ ଆମମାନଙ୍କୁ ଏ ଜଗତକୁ ଆଣିଛନ୍ତି, ସେ ପ୍ରଭୁଙ୍କର ଗୌରବ ନିମନ୍ତେ ଆମମାନେ ବ୍ୟବହୃତ ହେବା।
ଆମମାନେ ବିଜାତିମାନଙ୍କ ପରି ନ ହୋଇ ତାହାଙ୍କର ସେଇ ଆନନ୍ଦର ସ୍ୱର ଯେପରି ଆମମାନଙ୍କ ହୃଦୟରୁ ଉଠିବ ସେଇ ପ୍ରକାର ଆନନ୍ଦ କରିବା, ଯାହାଦ୍ୱାରା କି ସେଇ ବଡ଼ଦିନ ପାଳନ କରିବା ନିମନ୍ତେ ସେ ଶିଶୁ ଯୀଶୁଙ୍କର ଜନ୍ମଦିନ ପାଳନ କରିବା ନିମନ୍ତେ ଆମମାନଙ୍କର ହୃଦୟରୁ ସେଇ ପ୍ରଶଂସା ଉଚ୍ଛରିତ ହେବ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏ ସୁନ୍ଦର ବାକ୍ୟ ଦ୍ୱାରା। ଏ ବାକ୍ୟ ଆମମାନଙ୍କ ଜୀବନରେ ପ୍ରତ୍ୟେକ ଦିନ ସାଧାରଣ ପରି ଲାଗେ, କିନ୍ତୁ ଯଦି ଆମେ ଗଭୀର ଭାବେ ଏହାକୁ ଚିନ୍ତା କରୁ ତାହେଲେ ଯୀଶୁଙ୍କର ଜନ୍ମ ଆମମାନେ ସବୁଦିନ ପାଳନ କରିବା ଆବଶ୍ୟକ। କାରଣ ଆମମାନଙ୍କ ପାଇଁ ଯୀଶୁ ହେଲେ ସବୁଦିନ ଏକ ବଡ଼ ଦିନ। ଯୀଶୁଙ୍କର ଜନ୍ମ ଆମମାନଙ୍କ ନିମନ୍ତେ ଯେ ପ୍ରକାର ବଡ଼ ଦିନ ବୋଲି ଆମମାନେ ପାଳନ କରୁ, ସେଇ ପ୍ରକାର ଆମମାନଙ୍କର ଜୀବନରେ ଯୀଶୁଙ୍କର ଆଗମନ ବି ଆମମାନଙ୍କ ନିମନ୍ତେ ଏକ ବଡ଼ ଦିନ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଆଉ ସମସ୍ତଙ୍କୁ ଏ ବଡ଼ ଦିନର ମହତ୍ତ୍ୱକୁ ବୁଝିବା ନିମନ୍ତେ ପ୍ରଭୁ ସାହାଯ୍ୟ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। हे पवित्र पिता, गौरवमय राजा, तुमर धन्यवाद करुचु पिता। तुम्हें जे आम्मानको आज सुंदर समय देइच, तुमर उपस्थिति देइच प्रभु। आसंता दिन रे तुमर से बड़ दिन पालन करबा निमंते आम्मानको तुम्हें सुजोग देइच, सेतपे धन्यवाद। विशेष करी प्रभु तुम्हें जे आम्मानकर सहवर्ती परमेश्वर, आम्मानकर जीवन कर्ता, आम्मानकर जीवन असजड़ा विषय को तुम्हें सजाड़ी दियो पिता। हाँ प्रभु, वर्षर शेष दिन मानकरे आमको आनी तुम्हें पहुँचाई अछ। आम कि प्रकार तुम निमंते उद्योगी होइचु, कौन प्रभु आज पर्यंत आमने तुमको देइचु ता तुम्हें देखी अछ। प्रभु तुम्हें आम समस्त को आशीर्वाद कर, तुमर प्रतिरूप आमको तुम्हें गढ़ी तोली धर। समस्त प्रार्थना शुणी उत्तर दौच। धन्यवाद दे सुंदर समय को आम प्रत्येक को तुमर चंद्र समर्पण करी प्रिय प्रभु जीशुଙ୍କ ନାମରେ ମାଗୁଅଛୁ। आमेन। हे आम मानकर स्वर्गस्थ पिता, तुम नाम पवित्र बोली मान्य हो, तुमर राज्य आसु जे रूपे स्वर्ग से रूपे पृथ्वी रे तुमर इच्छा सफल हो। आज आम को प्रयोजन आहार दियो। आम जम तो निज निज अपराध मान को क्षमा करूँ, तुम तो अपराध सब तुम्हें क्षमा कर। परीक्षा न आण, मंदटा रक्षा कर। जन राजत्व पराक्रम गौरव सदा सर्वदा तुम्भर हो। आमेन। यीशुଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ। ଆମେନ୍।